ପରିଚୟଟା ମୁଁ ବିଭୂତିଭୂଷଣ ବେହେରା ଭଦ୍ରକରୁ ଆସିଅଛି। ସୀତାକୁଣ୍ଡ ବିଷୟରେ ତ ଅବଶ୍ୟ ସମ୍ୟକ ଧାରଣା ଅଛି। ତେଣୁ ଆମେ ଜାଣିଥିଲୁ ଯେ ଏଠାରେ ମାନେ ସୀତା ମାତାଙ୍କର ଗାଧୋଇବା ପାଇଁ ଲକ୍ଷ୍ମଣ ଶକ୍ତି ସରଭେଦ କରି ଏଠାରେ ଗୋଟେ କୁଣ୍ଡ ତିଆରି କରିଥିଲେ ଏବଂ ତାଙ୍କର ସ୍ନାନ କରାଇଥିଲେ। ଏଠାରେ ଅଛି କିମ୍ବଦନ୍ତୀ ଅଛି ଯେ ଏଠାରେ ଏଇ ଦିନରେ ମାନେ ସ୍ପେଶିଆଲି ଭୌମ ଏକାଦଶୀ ଦିନରେ ହିଁ ସ୍ନାନ କଲେ ଯିଏକି ମାନେ ପାପ କ୍ଷୟ ହୋଇଥାଏ, ଯାହାକି କିମ୍ବଦନ୍ତୀ ଅଛି। ଅବଶ୍ୟ ଆମେ ଦୂରରୁ ଆସିଛୁ, ଆମେ ଜାଣିନାହୁଁ, ଭଦ୍ରକରୁ ଆସିଛୁ, କିନ୍ତୁ ଭୌମ ଏକାଦଶୀ ଠାରୁ ଏଟା ହେଉଛି ଷ୍ଟାର୍ଟ ହୋଇଥାଏ। ଯିଏକି ସେଇଦିନ ଆମେ ଆସିଥିଲୁ ଯେ ଆମର ଗୋଟେ ସଂଗଠନ ଅଛି ଦରଦୀ ବନ୍ଧୁ ପରିବାର ତରଫରୁ ଆମେ ଆସିଥିଲୁ, ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲୁ ମାନେ ଏଠାରେ ଉପସ୍ଥିତ ଥିବା ମାନେ ଅସହାୟମାନଙ୍କୁ। ସେଇଦିନ ଆସି ଆମେ ଜାଣିଥିଲୁ ଯେ ଏଇ ଦିନ ଗୋଟେ ପର୍ବ ହେଉଛି। ଆଗରୁ ଅବଶ୍ୟ ଏ ବିଷୟରେ ଧାରଣା ନଥିଲା, କିନ୍ତୁ ଏଠାରେ ଆମର ଯେ ଦରଦୀ ବନ୍ଧୁ ପରିବାର ତରଫରୁ ଆସିଛନ୍ତି, ତେଣୁ ସେ ଯିଏ ପ୍ରେସିଡେଣ୍ଟ ଥିଲେ ଆମର ବୁଲୁ ଭାଇ ଯିଏକି ଏଠାକୁ ପ୍ରଥମ ଥର ପାଇଁ ଆଣିଥିଲେ। ଆମେ ଆସି ଦେଖିଲୁ ଯେ ସୁନ୍ଦର ସ୍ଥାନଟେ, ସେକେଣ୍ଡ ଟାଇମ୍ ଆଜି ପୁଣି ଆସିଛୁ। ତେଣୁ ଏଠା ପରିବାର ନେଇକି ଆସିଛୁ, ସେଦିନ ଆସିଥିଲୁ ସଂଗଠନ ନେଇକି, ଆଜି ଆସିଛୁ ପରିବାର ନେଇକି। ଲୋକାଭିରାମଂ रणरङ्गधीरा राजीव नेत्रं रघुवंशनाथं कारुण्यरूपं करुणाकरन्तं श्रीरामचन्द्रं शरणं प्रपदे। ମୋ ନାଁ ରବିନାରାୟଣ ପାଣିଗ୍ରାହୀ। ମୁଁ ରାମ ମନ୍ଦିରର ପୂଜକ। କାଉପୁର ଦଇସିଂ ଦୁଇଟା ପଞ୍ଚାୟତରେ ଏ ମନ୍ଦିର ଅବସ୍ଥିତ। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ କରିଥିବା ସମୟରେ ମାତା ସୀତାଙ୍କର ସ୍ନାନ ପାଇଁ ଦେବର ଲକ୍ଷ୍ମଣ ସରବିଧ କରି ଗୋଟେ କୁଣ୍ଡର ନିର୍ମାଣ କରିଥିଲେ, ଯାହା ମନ୍ଦିର ପଛପଟରେ ଅବସ୍ଥିତ। ତାର ନାମ ସୀତାକୁଣ୍ଡ ବା ଦେବର କୁଣ୍ଡ। ଲୋକମାନଙ୍କ ସାଳନ୍ଦୀ ନଦୀରେ କୁଣ୍ଡଟି ମଧ୍ୟ ଭାଗରେ ଅବସ୍ଥିତ। ସାଳନ୍ଦୀ ନଦୀ ଆମର ଏପଟରୁ ମାନେ କେଉଁଝରରୁ ବାହାରିଛି, ଯାଇକି ବୈତରଣୀରେ ମିଶିଛି, ସମୁଦ୍ରରେ ପହଞ୍ଚି ପାରୁନି। କିନ୍ତୁ ମଝିରେ ଆମର ଏଇ ଯେଉଁ ସୀତାକୁଣ୍ଡ ଅଛି। ଲୋକମାନଙ୍କର ବିଶ୍ୱାସ ଅଛି ମାତା ସୀତା ଭୈମ ଏକାଦଶୀ ତିଥିରେ ଏହି କୁଣ୍ଡରେ ସ୍ନାନ କରିଥିଲେ, ସେଥିରେ ଗଙ୍ଗା ଜଳ ପ୍ରବାହିତ ହୋଇଥିଲା। ସେଦିନ ଠାରୁ ଲୋକମାନଙ୍କର ବିଶ୍ୱାସ ଅଛି ଭୈମ ଏକାଦଶୀ ତିଥିରେ ଏହି କୁଣ୍ଡରେ ସ୍ନାନ କଲେ, ସୀତାକୁଣ୍ଡରେ ସ୍ନାନ କଲେ ସେମାନଙ୍କର ସମସ୍ତ ପ୍ରକାର ମନସ୍କାମନା ପୂର୍ଣ୍ଣ ହୁଏ ଏବଂ ସମସ୍ତେ ବିଭିନ୍ନ ଦୁରାରୋଗ୍ୟରୁ ଆରୋଗ୍ୟ ଲାଭ କରନ୍ତି। ସେଥିପାଇଁ ବହୁ ପ୍ରାନ୍ତରରୁ ପାଖାପାଖି 4-5ଟା ଜିଲ୍ଲାର ଲୋକମାନେ ଏଠି ଆସି ସ୍ନାନ ପକାନ୍ତି ଏକାଦଶୀ ଦିନ। ଏ ମେଳା 15 ଦିନ ଧରି ଚାଲେ। ଆଉ ଆଜି ଚତୁର୍ଥ ଦିନ, ଆଜି ପୂର୍ଣ୍ଣମୀରେ ପାଖାପାଖି ଢେର ଲୋକ ରୁଣ୍ଡ ହୋଇଛନ୍ତି। ପାଖାପାଖି 5000 ଊର୍ଦ୍ଧ୍ୱ ଲୋକ ବୋଧେ ଆଜି ଆସିଛନ୍ତି ମନ୍ଦିରକୁ।